ନମସ୍କାର ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଶୁଭ ସକାଳ। ଆଜି ମୁଁ ଆପଣଙ୍କ ପାଇଁ ଓଡ଼ିଶା ତଥା ଦେଶ ବିଦେଶର 25ଟି ବଛା ବଛା ଗୁରୁତ୍ୱପୂର୍ଣ୍ଣ ଖବର ନେଇକରି ଆସିଛି, ଯେଉଁ ଖବର ଗୁଡ଼ିକ ଆପଣମାନେ ଜାଣିବା ନିହାତି ଜରୁରୀ। ଏଥିମଧ୍ୟରେ ସୁଭଦ୍ରା ଯୋଜନା, କାଳିଆ ଯୋଜନା, ରାସନ କାର୍ଡ, ଆବାସ ଯୋଜନା, ସିଏମ କିଷାନ, ପିଏମ କିଷାନ, ସୁନା ଦର, ପେଟ୍ରୋଲ ଦର, ପାଣିପାଗ, କରୋନା ଅପଡେଟ୍ ଏବଂ ନୂତନ ସରକାରୀ ଯୋଜନା ବହୁତ ସାରା ଖବର ରହିଛି। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଆପଣ এই ନ୍ୟୁଜ୍ଟିକୁ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ ତଳେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତା ସହିତ ଆମ ଚ୍ୟାନେଲଟିକୁ ନୂଆ କରି ଆସିଥିଲେ ଏବେ ହିଁ ଚ୍ୟାନେଲଟିକୁ ଲାଇକ୍ କରି ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ନୋଟିଫିକେସନଟିକୁ ଅଲ୍ କରି ରଖନ୍ତୁ ଏଇଭଳି ଗୁରୁତ୍ୱପୂର୍ଣ୍ଣ ଖବର ଗୁଡ଼ିକୁ ଜାଣିବା ପାଇଁ। ସର୍ବପ୍ରଥମେ ଚାଲନ୍ତୁ ଦର୍ଶକ ବନ୍ଧୁ ପ୍ରଥମ ଖବର ଉପରେ ଯିବା। ନୂଆ ବର୍ଷରେ ଏକାଥରେ ଦୁଇଟା କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନାରେ। ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନୂଆ ବର୍ଷରେ ଏକାଥରେ ଦୁଇଟା କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ। ନୂଆ ଯୋଡ଼ି ହୋଇଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଏକାଥରେ ଦୁଇଟା କିସ୍ତିର ଟଙ୍କା ଟ୍ରାନ୍ସଫର ହେବ। ଦୁଇଟା କିସ୍ତିର ଟଙ୍କା ଟ୍ରାନ୍ସଫର ହେବାକୁ ଜାନୁଆରୀ ପ୍ରଥମ ସପ୍ତାହରୁ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ଆମେ ଏକ ପୋର୍ଟାଲ ଖୋଲିଛୁ, ଯାହାକୁ 21 ବର୍ଷ ହେଲା ସେମାନଙ୍କୁ ଆମେ ସୁଭଦ୍ରା ପୋର୍ଟାଲରେ ସଂଯୋଗ କରୁଛୁ। ଏହା ସହ ଏନ୍ଏଫ୍ଏସ୍ଏ ବା ଏସ୍ଏଫ୍ଏସ୍ଏସ୍ ତଥ୍ୟ ଅନୁଯାୟୀ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଯେଉଁମାନେ ନୂଆରେ ଯୋଡ଼ି ହେଉଛନ୍ତି ସେମାନଙ୍କୁ ଏକାଥରେ ଦୁଇଟା କିସ୍ତିର ଟଙ୍କା ଦିଆଯିବ। ଏହି ଦୁଇ କିସ୍ତି ଏକାଥରେ ଦେବା ପାଇଁ ଜାନୁଆରୀ ପ୍ରଥମ ସପ୍ତାହରୁ ଆମେ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛୁ। ଯେଉଁମାନେ କିଛି ପାଇନଥିଲେ ବୋଲି ଚିନ୍ତା କରୁଥିଲେ, ନୂଆ ବର୍ଷ ଆସୁ ଆସୁ ସେ ଅଭିଯୋଗ ଆଉ ରହିବ ନାହିଁ। ସମସ୍ତେ ସୁଭଦ୍ରା ଯୋଜନା ଟଙ୍କା ପାଇବେ। ତେବେ ସୁଭଦ୍ରା ଯୋଜନାରେ 17 ଲକ୍ଷରୁ ଅଧିକ ନୂଆ ହିତାଧିକାରୀ ଯୋଡ଼ି ହୋଇଛନ୍ତି। 17,83,251 ମହିଳାଙ୍କୁ ଆନୁଷ୍ଠାନିକ ଭାବରେ ଯୋଜନାରେ ଯୋଡ଼ାଯାଇଛି। ସେହିପରି 9,36,283 ଆବେଦନକୁ ରିଜେକ୍ଟ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସେପଟେ ଗତକାଲି ସୁଭଦ୍ରା ଯୋଜନା ପାଇଁ 295 କୋଟି ଅତିରିକ୍ତ ବ୍ୟୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ ହୋଇଛି। ସେପଟେ ଭୁବନେଶ୍ୱର ସ୍ଥିତ କୃଷି ଭବନରେ ଉନ୍ମୋଚିତ ହୋଇଛି ଜେଣ୍ଡର ରେସ୍ପନ୍ସିଭ୍ ସେଲ୍। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ବା ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଜେଣ୍ଡର ରେସ୍ପନ୍ସିଭ୍ ସେଲ୍ର ଉଦ୍ଘାଟନ କରାଯାଇଛି। ଏହି ସେଲ୍ ମହିଳାମାନଙ୍କ ତାଲିମ, ବଜାର ସଂଯୋଗୀକରଣ, ଋଣ ପ୍ରଦାନ, ଅନ୍ତର୍ଦେୟ ବିକାଶ ଆଦିରେ ସହାୟକ ହେବ, ଯାହାକି ମହିଳାଙ୍କ ନେତୃତ୍ୱରେ ବିକାଶ ପାଇଁ ଏକ ସୁଦୃଢ଼ ମଡେଲ ସାଜିବ। ମିଲେଟ୍ ଚାଷ ପ୍ରକ୍ରିୟାକରଣରେ 70ରୁ 80% ଭାଗ ମହିଳାଙ୍କୁ ହିଁ ଜଡ଼ିତ ଥିବାରୁ ଏହି ସେଲ୍ ଓଡ଼ିଶାର ମିଲେଟ୍ ବିପ୍ଳବକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ଯିବା। ନୂଆ ବର୍ଷରୁ ଏମାନଙ୍କୁ ମିଳିବନି ରାସନ ବା ଡିସେମ୍ବର 31 ସୁଦ୍ଧା କରିନିଅନ୍ତୁ ଏହି କାମ। ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା। ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ଡିସେମ୍ବର 31 ପୂର୍ବରୁ ଏହି ଜରୁରୀ କାର୍ଯ୍ୟ ସମାପ୍ତ କରିବାକୁ ପଡ଼ିବ। ଯଦି ଏହି କାର୍ଯ୍ୟ ସମୟ ମଧ୍ୟରେ ଶେଷ ନ ହୁଏ ତେବେ ଆପଣଙ୍କର ରାସନ କାର୍ଡ ବନ୍ଦ ହୋଇପାରେ। ଏହା ସହିତ ଆପଣ ରାସନ କାର୍ଡ ସହିତ ଜଡ଼ିତ 7ଟି ଭିନ୍ନ ଯୋଜନାର ଲାଭ ଉଠାଇ ପାରିବେ ନାହିଁ। ପ୍ରକୃତରେ ଡିସେମ୍ବର 31 ପୂର୍ବରୁ ଆପଣଙ୍କ ରାସନ କାର୍ଡ ଇ-କେୱାଇସି ସମାପ୍ତ କରିବା ବାଧ୍ୟତାମୂଳକ। ଯଦି ଇ-କେୱାଇସି ରାସନ କାର୍ଡ ଇ-କେୱାଇସି ସମୟ ମଧ୍ୟରେ ସମାପ୍ତ ନ ହୁଏ ତେବେ ଆପଣଙ୍କୁ ଜାନୁଆରୀ 1ରୁ ରାସନ କାର୍ଡ ବନ୍ଦ ହୋଇଯିବ। ଇ-କେୱାଇସି ପାଇଁ ଆପଣଙ୍କୁ କାର୍ଯ୍ୟାଳୟ ଯିବାକୁ ପଡ଼ିବ ନାହିଁ। ଆପଣ କେବଳ ମୋବାଇଲରେ ଫୋନ୍ ବ୍ୟବହାର କରି ଏହା କରିପାରିବେ। ଘରୁ ଆପଣଙ୍କୁ ରାସନ କାର୍ଡ ଇ-କେୱାଇସି କରିପାରିବେ। ଯଦି ଆପଣ ମଧ୍ୟ ରାସନ କାର୍ଡରେ ଇ-କେୱାଇସି କରିବାକୁ ଚାହୁଁଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ଷ୍ଟେପ୍ ଅନୁସରଣ କରନ୍ତୁ। ଷ୍ଟେପ୍ 1 ଯିବା। ପ୍ରଥମେ ମାଇ କେୱାଇସି ଆଧାର ଫେସ୍ ଆପ୍ ଡାଉନଲୋଡ୍ କରନ୍ତୁ। ଷ୍ଟେପ୍ 2 ଏହାପରେ ଆପଣ ଆପ୍ ଖୋଲନ୍ତୁ, ଆପଣଙ୍କର ସ୍ଥାନ ପ୍ରବେଶ କରନ୍ତୁ। ଷ୍ଟେପ୍ 3 ତାପରେ ଆପଣଙ୍କୁ ଆପଣଙ୍କର ଆଧାର ନମ୍ବର ବା କ୍ୟାପ୍ଚା ଏବଂ ପ୍ରାପ୍ତ ଓଟିପି ପ୍ରବେଶ କରିବାକୁ ପଡ଼ିବ। ଷ୍ଟେପ୍ 4 ସମସ୍ତ ସୂଚନା ସ୍କ୍ରିନରେ ପ୍ରଦର୍ଶିତ ହେବ। ଏହାପରେ ଫେସ୍ ଇ-କେୱାଇସି ବିକଳ୍ପ ଚୟନ କରନ୍ତୁ। ଷ୍ଟେପ୍ 5 ଏହାପରେ କ୍ୟାମେରା ଚାଲୁ ହେବ। ଫଟୋ କ୍ଲିକ୍ କରନ୍ତୁ ଏବଂ ଏହାକୁ ଦଖଲ କରନ୍ତୁ। ଷ୍ଟେପ୍ 6 ଶେଷରେ ଆପଣଙ୍କର ଇ-କେୱାଇସି ସମାପ୍ତ ହେବ। ଯଦି ଆପଣ ପୂର୍ବରୁ ଇ-କେୱାଇସି ସମାପ୍ତ କରିଛନ୍ତି ତେବେ ନିଶ୍ଚିତ କରିବା ପାଇଁ ଆପଣଙ୍କର ଇ-କେୱାଇସି ସ୍ଥିତି ଯାଞ୍ଚ କରନ୍ତୁ। ଆପଣଙ୍କର ଇ-କେୱାଇସି ସ୍ଥିତି କିପରି ଯାଞ୍ଚ କରିବେ ନା ଷ୍ଟେପ୍ 1 ପ୍ରଥମ ଆପଣଙ୍କୁ ମାଇ କେୱାଇସି ଆପ୍ ଖୋଲିବାକୁ ପଡ଼ିବ। ଷ୍ଟେପ୍ 2 ତାପରେ ଆପଣଙ୍କର ସ୍ଥାନ ପ୍ରବେଶ କରନ୍ତୁ। ଷ୍ଟେପ୍ 3 ଆପଣଙ୍କର ଆଧାର ନମ୍ବର, କ୍ୟାପ୍ଚା ଏବଂ ଓଟିପି ପ୍ରବେଶ କରନ୍ତୁ। ଷ୍ଟେପ୍ 4 ଯଦି ଆପଣଙ୍କର କେୱାଇସି ସମାପ୍ତ ହୋଇଛି ତେବେ ଆପଣଙ୍କର ସ୍ଥିତି ୱାଇ ଦେଖାଯିବ। ଆପଣ ଆପଣଙ୍କ ରାସନ କାର୍ଡର ଇ-କେୱାଇସି ଅଫଲାଇନ୍ ମଧ୍ୟରେ ପୂରଣ କରିପାରିବେ। ଯଦି ଆପଣଙ୍କର ମୋବାଇଲ କାମ କରୁନାହିଁ ତେବେ ଚିନ୍ତା କରନ୍ତୁ ନାହିଁ, ଆପଣ ନିକଟସ୍ଥ ରାସନ ଦୋକାନ ଆପଣ ଇ-କେୱାଇସି ପୂରଣ କରିପାରିବେ। ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ଯିବା। ଶୀତ ଦିନରେ ଦାଉ ସାଜୁଛି କୁହୁଡ଼ି, ଦୁର୍ଘଟଣାରେ ଯାଉଛି ନିରୀହ ଜୀବନ। ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ପ୍ରବଳ ଥଣ୍ଡା ବା ଆଉ କୁହୁଡ଼ି ଯୋଗୁଁ ସନ୍ଧ୍ୟା ପରେ ଅଧିକାଂଶ ଲୋକ ଘରୁ ବାହାରିବାକୁ ପସନ୍ଦ କରୁନାହାନ୍ତି। କୋରାପୁଟରେ 15 ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ଏହାରି ଭିତରେ ଆଗାମୀ 3 ଦିନ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କୁହୁଡ଼ି ଏସବୁ ଦୁର୍ଘଟଣାର ପ୍ରମୁଖ କାରଣ ବୋଲି କୁହାଯାଉଥିବା ବେଳେ ଘନ କୁହୁଡ଼ି ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ।
ଆଗାମୀ 3 ଦିନ ପର୍ଯ୍ୟନ୍ତ କିଛି ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ସକାଳ 8:30 ପର୍ଯ୍ୟନ୍ତ ନୟାଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବ। ଦୃଶ୍ୟମାନ ଦୂରତା 50 ମିଟରରୁ କମ୍ ରହିବ। ଗତ 15 ବର୍ଷ ମଧ୍ୟରେ ଚଳିତ ବର୍ଷ କୋରାପୁଟରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଛି। 24 ଘଣ୍ଟାରେ କୋରାପୁଟର ସର୍ବନିମ୍ନ ତାପମାତ୍ରା 4.8 ଡିଗ୍ରୀ ଦେଖିବାକୁ ମିଳିଛି। ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ଜାଡ଼ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କୁହୁଡ଼ି ଯୋଗୁଁ ଦୁର୍ଘଟଣା ବଢ଼ୁଥିବାରୁ ଆରଟିଓ ମାନଙ୍କ ପକ୍ଷରୁ ସଚେତନ କରାଯାଉଛି। ଧୀରେ ଧୀରେ ଗାଡ଼ି ଚଳାଉଥିବା ସହ ସ୍ପଷ୍ଟ ଦୃଶ୍ୟମାନ ହେଉନଥିଲେ ଗାଡ଼ି ନ ଚଳାଇବାକୁ ପରାମର୍ଶ ଦିଆଯାଇଛି। ଦର୍ଶକ ବନ୍ଧୁ, ପରବର୍ତ୍ତୀ ଖବର ଉପରେ ଯିବା। କେବେ ବୃଦ୍ଧି ହେବ ଦରମା ଆଉ କେବେ ବୃଦ୍ଧି ହେବ ଅଷ୍ଟମ ବେତନ କମିଶନକୁ ନେଇ ଆସିଲା ବଡ଼ ଅପଡେଟ୍। ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର 31, 2025ରେ ଶେଷ ହେବାକୁ ଯାଉଛି ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ବା ପେନସନ ଭୋଗୀ ଅଷ୍ଟମ ବେତନ କମିଶନ ବିଷୟରେ ଜିଜ୍ଞାସୁ ଓ ଦ୍ୱନ୍ଦ୍ୱରେ ଅଛନ୍ତି। ସାଧାରଣ ବିଶ୍ୱାସ ଯେ ନୂତନ ବେତନ କମିଶନ ଜାନୁଆରୀ 1, 2026ରୁ କାର୍ଯ୍ୟକାରୀ ହେବ, କିନ୍ତୁ ସରକାର ଏପର୍ଯ୍ୟନ୍ତ ଦରମା ବୃଦ୍ଧି, ଫିଟମେଣ୍ଟ ଫ୍ୟାକ୍ଟର କିମ୍ବା ବକେୟା ବିଷୟରେ କୌଣସି ଆନୁଷ୍ଠାନିକ ଘୋଷଣା କରୁନାହାନ୍ତି। ପୂର୍ବ ବେତନ କମିଶନ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଏହା ପ୍ରାୟ ନିଶ୍ଚିତ ଯେ କାର୍ଯ୍ୟକାରୀ ତାରିଖ ପ୍ରକୃତ ଦେୟ ମଧ୍ୟରେ ଏକ ପାର୍ଥକ୍ୟ ଅଛି। ଉଦାହରଣ ସ୍ୱରୂପ ସପ୍ତମ ବେତନ କମିଶନର ସୁପାରିଶଗୁଡ଼ିକୁ ଜାନୁଆରୀ 2026ରୁ କାର୍ଯ୍ୟକାରୀ ବୋଲି ବିବେଚନା କରାଯାଇଥିଲା, କିନ୍ତୁ ଜୁନ 2016ରେ କ୍ୟାବିନେଟର ଅନୁମୋଦନ ମିଳିଥିଲା। ବକେୟା ପାଉଣା ବହୁ ପରେ ପର୍ଯ୍ୟାୟକ୍ରମେ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଅର୍ଥ ମନ୍ତ୍ରାଳୟ ଅଷ୍ଟମ ବେତନ କମିଶନକୁ ଏହାର ସୁପାରିଶ ଦାଖଲ କରିବା ପାଇଁ 18 ମାସ ସମୟ ଦେଇଛି। ତେଣୁ ଅନୁମାନ କରାଯାଉଛି ଯେ କମିଶନର ଚୂଡ଼ାନ୍ତ ରିପୋର୍ଟ 2027 ମଧ୍ୟଭାଗ ସୁଦ୍ଧା ପ୍ରକାଶିତ ହୋଇପାରେ। ଏହାର ଅର୍ଥ ହେଉଛି ଯଦିଓ ନୂତନ ବେତନ କମିଶନ 1 ଜାନୁଆରୀ 2026ରୁ କାର୍ଯ୍ୟକାରୀ ହେଉଛି ବୋଲି ବିବେଚନା କରାଯାଉଛି, ତଥାପି କର୍ମଚାରୀଙ୍କ ଆକାଉଣ୍ଟରେ ବର୍ଦ୍ଧିତ ଦରମା ବକେୟା ପହଞ୍ଚିବାରେ ବିଳମ୍ବ ହୋଇପାରେ। ଚଳନ୍ତୁ ଦର୍ଶକ ବନ୍ଧୁ, ପରବର୍ତ୍ତୀ ଖବର ଉପରେ ଯିବା। ପିଏମ କିଷାନ 22ତମ କିସ୍ତି ପୂର୍ବରୁ ବଡ଼ ଖବର। ଏଣିକି ଚାଷୀଙ୍କ ଖାତାକୁ 6,000 ନୁହେଁ, ଆସିବ 12,000 ଟଙ୍କା। ଜାଣନ୍ତୁ, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସହିତ ଜଡ଼ିତ ଲକ୍ଷ ଲକ୍ଷ ଚାଷୀଙ୍କ ମନରେ ବର୍ତ୍ତମାନ ଅନେକ ପ୍ରଶ୍ନ। କିଷାନ ସମ୍ମାନ ନିଧି ବା ପିଏମ କିଷାନ ସମ୍ମାନ ନିଧି 22ତମ କିସ୍ତି ଆସିବା ପୂର୍ବରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ବାର୍ଷିକ ରାଶି 6,000ରୁ 12,000କୁ ବୃଦ୍ଧି ପାଇବ କି? ଚାଲିଥିବା କଳ୍ପନା ଜଳ୍ପନା ମଧ୍ୟରେ ସରକାର ସଂସଦରେ ଏକ ସ୍ପଷ୍ଟ ଉତ୍ତର ପ୍ରଦାନ କରିଛନ୍ତି। ତେଣୁ କୌଣସି ଭୁଲ ବୁଝାମଣା ଏଡ଼ାଇବା ପାଇଁ ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଏହି ଖବର ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀମାନେ ବର୍ତ୍ତମାନ ବାର୍ଷିକ 6,000 ଟଙ୍କା ପାଉଛନ୍ତି। ଏହି ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ 3ଟି କିସ୍ତିରେ ଜମା କରାଯାଏ। ଡିସେମ୍ବର 2025ରେ ଏକ ସଂସଦୀୟ କମିଟି ଏହି ପରିମାଣକୁ 12,000କୁ ବୃଦ୍ଧି କରିବାକୁ ସୁପାରିଶ କରିଥିଲା। ରାଜ୍ୟସଭାରେ ଏ ସମ୍ପର୍କରେ ଏକ ପ୍ରଶ୍ନ ଉଠାଯାଇଥିଲା। କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର ସ୍ପଷ୍ଟ ଭାବରେ କହିଥିଲେ ଯେ ସରକାରଙ୍କ ପାଖରେ ବର୍ତ୍ତମାନ ଏହି ପରିମାଣ ବୃଦ୍ଧି କରିବାର କୌଣସି ପ୍ରସ୍ତାବ ନାହିଁ। ଏହାର ଅର୍ଥ ହେଉଛି ବାର୍ଷିକ ପ୍ରଧାନମନ୍ତ୍ରୀ କିଷାନ ପରିମାଣ 6,000 ହିଁ ରହିବ। ଚାଷୀମାନଙ୍କ ପାଇଁ ଆଉ ଏକ ପ୍ରମୁଖ ପ୍ରଶ୍ନ ହେଉଛି କିଷାନ ପରିଚୟ ପତ୍ର। ସରକାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ସମସ୍ତଙ୍କ ପାଇଁ କିଷାନ ପରିଚୟ ପତ୍ର ବାଧ୍ୟତାମୂଳକ ନୁହେଁ। ଯେଉଁ 14ଟି ରାଜ୍ୟରେ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇସାରିଛି, ସେଠାରେ ନୂତନ ପଞ୍ଜୀକରଣ ପାଇଁ କିଷାନ ପରିଚୟ ପତ୍ର ଆବଶ୍ୟକ, କିନ୍ତୁ ଯେଉଁ ରାଜ୍ୟରେ ଏହି ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ, ସେଠାରେ ଚାଷୀମାନେ କିଷାନ ପରିଚୟ ପତ୍ର ବିନା ଯୋଜନାରେ ପଞ୍ଜୀକରଣ କରିପାରିବେ। ଏହାର ଅର୍ଥ ହେଉଛି ଯେଉଁ ପୂର୍ବରୁ ଥିବା ହିତାଧିକାରୀମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଫେବୃଆରୀ 2019ରେ ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା। ଯେଉଁ ଚାଷୀମାନେ କୃଷିର ଜମିର ମାଲିକ, ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ, ତେବେ ଅଧିକ ଆୟ ଥିବା କିଛି ବ୍ୟକ୍ତିଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯାଇଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଡିବିଟି ମାଧ୍ୟମରେ ଚାଷୀଙ୍କ ଆଧାର ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପାଣ୍ଠି ପଠାଯାଇଥାଏ। 22ତମ କିସ୍ତି ଅପେକ୍ଷାରେ ସରକାରୀ ତଥ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଆରମ୍ଭ ହେବା ପରଠାରୁ 21ଟି କିସ୍ତି ଜାରି କରାଯାଇଛି। ଏହି କିସ୍ତି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ 4.09 ଲକ୍ଷ କୋଟିରୁ ଅଧିକ ଟଙ୍କା ସ୍ଥାନାନ୍ତର କରାଯାଇଛି। ଚାଷୀମାନେ ଏବେ 22ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି, ତେଣୁ ଏହା ସହିତ ଜଡ଼ିତ ନିୟମ ଓ ଅପଡେଟ୍ ଜାଣିବା ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ବର୍ତ୍ତମାନ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ ଉଠାଉଛନ୍ତି, ତେବେ ବାର୍ଷିକ ପରିମାଣ ବୃଦ୍ଧି ହେବାର କୌଣସି ଖବର ବର୍ତ୍ତମାନ ନାହିଁ। ନୂତନ ଭାବରେ ପଞ୍ଜୀକୃତ ଚାଷୀମାନେ ସେମାନଙ୍କ ରାଜ୍ୟର ନିୟମ ଯାଞ୍ଚ କରିବା ଉଚିତ। ଏବେ ଏକ କୃଷକ ପରିଚୟ ପତ୍ର ଆବଶ୍ୟକ ହିଁ ତାହା ଦେଖିବା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ପରବର୍ତ୍ତୀ ଖବର ଉପରେ ଯିବା। ଫ୍ରି ବସ୍ ସର୍ଭିସ ଫର ସ୍କୁଲ ଚିଲଡ୍ରେନ୍। ସ୍କୁଲ ପିଲାଙ୍କୁ ମାଗଣା ବସ୍ ସେବା। ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍ ସେବା। ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ୍ ସେବା ମିଳିବ। ଦୂରତା କାରଣରୁ
ଡ୍ରପ୍ ଆଉଟ୍ ହ୍ରାସ କରିବାକୁ ଏଭଳି ପଦକ୍ଷେପ ନିଆଯାଉଛି। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ଏଥିପାଇଁ ପରିବହନ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟ ସରକାର ଏହାକୁ ଅନୁମୋଦନ ଦେଇଥିବା ବେଳେ ପରିବହନ ବିଭାଗ ପକ୍ଷରୁ 2 ଦିନ ତଳେ ଏକ ସମ୍ପର୍କିତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏ ସମ୍ପର୍କିତ ପତ୍ର ଜାରି ହୋଇଛି। ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ଅଗଷ୍ଟ ମାସରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ସ୍କୁଲକୁ ଯିବା ଆସିବା ପାଇଁ ସହଜରେ ଗମନାଗମନ ସୁବିଧା କରିବା ଓ ଡ୍ରପ୍ ଆଉଟ୍ ହ୍ରାସ ପାଇଁ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଦର୍ଶକ ବନ୍ଧୁ, ପରବର୍ତ୍ତୀ ଖବର ଉପରେ ଯିବା। ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ସୁନା ଦର, ଏବେ ହିଁ କିଣନ୍ତୁ ମନ ଇଚ୍ଛା ଅଳଙ୍କାର। ଆଜି ଭାରତୀୟ ବଜାରରେ 24 କ୍ୟାରେଟ୍ ସୁନା 1,33,860 ଟଙ୍କା ରହିଛି। ସେହିପରି 22 କ୍ୟାରେଟ୍ ସୁନା ଦର 1,22,700 ଟଙ୍କା ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପିଛା 1,33,860 ଟଙ୍କା ରହିଥିବା ବେଳେ 22 କ୍ୟାରେଟ୍ ସୁନାର ମୂଲ୍ୟ ଥିଲା 1,22,700 ଟଙ୍କାକୁ ପହଞ୍ଚିଛି। ସେହିପରି ମୁମ୍ବାଇରେ 24 କ୍ୟାରେଟ୍ ମୂଲ୍ୟ 1,33,860 ଟଙ୍କା ଓ 22 କ୍ୟାରେଟ୍ ମୂଲ୍ୟ 1,22,700 ଟଙ୍କା ରହିଛି। ନୂଆଦିଲ୍ଲୀରେ 22 କ୍ୟାରେଟ୍ 1,34,010 ଟଙ୍କା ଓ 22 କ୍ୟାରେଟ୍ 1,22,850 ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ 24 କ୍ୟାରେଟ୍ ମୂଲ୍ୟ ହେଉଛି 1,34,730 ଟଙ୍କା ଥିଲାବେଳେ 22 କ୍ୟାରେଟ୍ 1,23,500 ଟଙ୍କା ରହିଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ 1,33,860 ଓ 1,22,700 ଟଙ୍କା ରହିଛି। ଅନ୍ୟପଟେ ରୂପା ମୂଲ୍ୟ କିଲୋ ପିଛା 1,69,100 ଟଙ୍କା ହୋଇଛି। ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି ତେବେ ଆପଣ BIS କେୟାର ଆପ୍ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ'ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ସୂଚନା ପାଇପାରିବେ।